ପିଲାମାନେ ପୁଣି ଥରେ ଜୀବବିଜ୍ଞାନର 4 ମାର୍କିଆ ପ୍ରଶ୍ନ ନେଇ ଆସିଛି। ସେଟା ଥିଲା ତୁମର ଭୌତିକ ବିଜ୍ଞାନର ସମସ୍ତ ଆଇଏ 3 ପରୀକ୍ଷା ପାଇଁ ନିଶ୍ଚିତ ରୂପରେ 4 ମାର୍କିଆ 3 ମାର୍କିଆ ଡିସ୍କସନ୍ କରାଯାଇଛି। ପୂର୍ବରୁ ମଧ୍ୟ ଯେଉଁମାନେ ଦେଖିନାହାନ୍ତି ଭିଡ଼ିଓ ଗୁଡ଼ିକ ଅପଲୋଡ଼ ହୋଇଯାଇଛି ଚ୍ୟାନେଲରେ, ଯଥାଶୀଘ୍ର ଚ୍ୟାନେଲକୁ ଯାଇ ଦେଖିପାରିବ। ତ ଆଶା କରୁଛି ପିଲାମାନେ ନିଶ୍ଚିତ ରୂପରେ ଯଦି ନୂଆ ଅଛନ୍ତି ନୋଟିଫିକେସନ୍ ଅନ୍ କରିନିଅନ୍ତୁ, ସାଙ୍ଗମାନଙ୍କ ସହିତ ଟିକେ ସେୟାର କରିନିଅନ୍ତୁ, ସେମାନେ ମଧ୍ୟ ପ୍ରସ୍ତୁତ ହୋଇଯିବେ ଇଣ୍ଟରନାଲ 3 ପାଇଁ। ତ ପିଲାମାନେ ଏଠି ଦେଖିପାରୁଛ ଖ ବିଭାଗର ଜୀବବିଜ୍ଞାନର ଆମେ ଆଜି ଡିସ୍କସନ୍ କରିବା ଯେ ଯେତିକ ସବୁ ତୁମର 4 ମାର୍କିଆ ପ୍ରଶ୍ନ ଇମ୍ପୋର୍ଟାଣ୍ଟ ଗୁଡ଼ିକ ଯେଉଁଟାକି ତୁମର ଇଣ୍ଟରନାଲ ଆସେସମେଣ୍ଟ 3ରେ ନିଶ୍ଚିତ ରୂପରେ ଆସୁଛି, ଯେଉଁଟାକି ଅଲରେଡ଼ି ପରୀକ୍ଷା କଣ୍ଡକ୍ଟ ସରିଯାଇଛି, ସେ ପେପରଟି ଆଜି ଡିସ୍କସନ୍ କରାଯିବ। ତ ପିଲାମାନେ ଏଠି ତୁମର ପ୍ରଶ୍ନ ଆସିଛି ଏଠି ପରିସଂସ୍ଥାର ଶକ୍ତି ପ୍ରବାହ ଏକ ବିବରଣୀ ପ୍ରଦାନ କରିବା କିମ୍ବା ଗୋବର ଗ୍ୟାସ୍ ପ୍ଲାଣ୍ଟର ଗଠନ ଉପାଦେୟତାରେ ବର୍ଣ୍ଣନା କରିବା, ଯେଉଁଟାକି ଚିତ୍ର ଆମକୁ ଆବଶ୍ୟକତା ନୁହଁ। ତ ଆଶା କରୁଛି ପ୍ରଶ୍ନଟି ସମସ୍ତେ ଭଲ ଭାବରେ ବୁଝି ନେଇଥିବା। ବର୍ତ୍ତମାନ ଆସିବାରେ ଉତ୍ତର ସେସନକୁ। ତ ପିଲାମାନେ ଉତ୍ତର ସେସନର BT1ରେ ଦେଖିପାରୁଛ ଗୋବର ଗ୍ୟାସ୍ ପ୍ଲାଣ୍ଟର ମୁଖ୍ୟ ଅଂଶ ଗୁଡ଼ିକ ଆମେ ଜାଣିଛନ୍ତି ଯେ କ'ଣ ପ୍ରବେଶ ପାତ୍ର ହୋଇପାରେ କିମ୍ବା କ'ଣ ଡାଇଭର୍ଜେଣ୍ଟ କୂପ ହୋଇପାରେ କିମ୍ବା ଧାତୁ ନିର୍ମିତ କ'ଣ ହୋଇପାରେ ଡ୍ରୋମ୍ ହୋଇପାରେ ଏବଂ ନିର୍ଗମ ନଳୀ ହୋଇପାରେ। ବୁଝିପାରିଲ ପିଲାମାନେ? ତ ପିଲାମାନେ ସମ୍ପୂର୍ଣ୍ଣ ରୂପେ 4ଟି ଆମେ କ'ଣ ମୁଖ୍ୟ ଆମେ ଅଂଶ ଗୁଡ଼ିକ ମନେ ରଖିବାକୁ ପଡ଼ିବ। ପ୍ରଥମେ ଆସିଲା ପିଲାମାନେ ପ୍ରବେଶ ପାତ୍ର କ'ଣ ଗୋବର ଓ ପାଣି କ'ଣ ଅନୁପାତ ରହିବ 4:5ରେ ମିଶାଇ ଆମେ କ'ଣ କରିବା ଜମା କରାଯାଇଥିବା ପରେ ଏହା କ'ଣ ହେବ ଡାଇଭର୍ଜେଟର କୂପକୁ ଚାଲିଯିବ। ପିଲାମାନେ ମନେ ରଖିବା ଇମ୍ପୋର୍ଟାଣ୍ଟ 4ଟି ମୁଖ୍ୟ ଅଂଶ ଗୋବର ଗ୍ୟାସ୍ ପ୍ଲାଣ୍ଟର ABCD 4ଟି କହିଦେଲି। ସମ୍ପୂର୍ଣ୍ଣ ରୂପେ ପ୍ରବେଶ ପାତ୍ର ଗୋଟେ ଆସିବ ହରି, ଡାଇଭର୍ଜେଣ୍ଟ କୂପ ଗୋଟେ ଆସିବ ହରି, ଧାତୁ ନିର୍ମିତ ଡ୍ରୋମ୍ ଗୋଟେ ଆସିବ ଏବଂ ନିର୍ଗତ ନଳୀ ଆସିବ ହରି। ବିରେ ଲେଖିବା ପିଲାମାନେ କ'ଣ ଡାଇଭର୍ଜେଣ୍ଟ କୂପର ଯେଉଁ ଆମର ନେଇଛନ୍ତି ବା ଡାଇଭର୍ଜେଟର କୂପରେ ଆମେ କ'ଣ କରିବା ନା ଏକ ତୃତୀୟ କ'ଣ ଅଛି ଡ୍ରୋମ୍ ଉପରକୁ ଓ 2/3 ଡ୍ରୋମ୍ ଉପରକୁ ଥିବ, ମନେ ରଖିନେବା। ସି ନମ୍ବରରେ ଅଛି ଧାତୁ ନିର୍ମିତ ଡ୍ରୋମ୍ର କାମ ହେଲା ଯେ ଚାରିପାଖରେ କାନ୍ଥ ଇଟା ଦ୍ୱାରା ଆମେ ଅବସ୍ଥିତ ଆମେ କରିବାକୁ ପଡ଼ିବ। ଡିଟା ହେଉଛି ନିର୍ଗମ ନଳୀ, ଯେଉଁଟାକି ଏହା ହେଉଛି କ'ଣ ଧାତୁ ନଳୀରେ ବା ଧାତବ ନଳୀରେ କ'ଣ ନା ଯେଉଁଟାକି ଆମର କ'ଣ କରିବା ରୋଷେଇ ଘରକୁ ଆମର କନେକ୍ସନ୍ଟି ବା ସଂଯୋଗଟି ଯାଇଥିବ। ପିଲାମାନେ ଗୋବର ଗ୍ୟାସ୍ ଚୁଲା ଯେଉଁ ଆମେ ଦେଖିବା ସେଇଟା ଘଷି କ'ଣ ଶୁଖିଲା ଘଷି ଠାରୁ 6 ଗୁଣ ଦକ୍ଷ, ମନେ ରଖିବା। ଗୋବର ଗ୍ୟାସ୍ଟା ଯେଉଁ ଶୁଖିଲା ଗୋବର ଗ୍ୟାସ୍ଠୁ ଆମେ 6 ଗୁଣ ଦକ୍ଷ, କାହିଁକିନା ଆମକୁ ଅଧିକ ଇନ୍ଧନ ଯୋଗାଇଥାଏ। ଆଉ କ'ଣ ପିଲାମାନେ ଦେଇଛି ନା ସେ ଦେଇଛି ଯେ ପିଲାମାନେ କ'ଣ ଗୋବର ଗ୍ୟାସ୍ ପ୍ଲାଣ୍ଟରେ ଧୂଆଁ ହୁଏ ନାହିଁ, ଯାହାଫଳରେ କି ଆମର ଘର କଳା ହେବନି। ମନେ ରଖିବା ଚକ୍ଷୁ ଓ ଶ୍ୱାସରୋଗ ଜନିତ ମଧ୍ୟ ରୋଗ ହେବନି। ତାପରେ ଦେଇଛି ପିଲାମାନେ ପରିବେଶର ପ୍ରଦୂଷଣ ନ ହୋଇଥାଏ, ତାପରେ ଖତର ଦୁର୍ଗନ୍ଧ ନଥାଏ, ମଶା ମାଛି ଜନ୍ମି ନଥାନ୍ତି। ଗୋବର ଗ୍ୟାସ୍ ପ୍ଲାଣ୍ଟରୁ ଗୋବର ଗ୍ୟାସ୍କୁ 4-5 ହେଲା କି ଯେଉଁ କ'ଣ ଅଛି ଆମେ କହିପାରିବା ଯେ ଗାଈର ଗୋବରକୁ ଆମେ କ'ଣ କରିପାରିବା ନା 7 ବା 8 ଜଣିଆ ପରିବାର ଲୋକ ଅତି ସହଜରେ ବ୍ୟବହାର କରିପାରିବା। ତ ଆଶା କରୁଛି ପ୍ରଶ୍ନଟି ବୁଝିପାରି ଉତ୍ତର ମଧ୍ୟ ଲେଖି ନେଇଥିବା ସମସ୍ତେ। ବୁଝିପାରିଲ ସମସ୍ତେ? ତ ଦେଖିପାରୁଛ ପ୍ରଶ୍ନଟି ବୁଝିବା ଇମ୍ପୋର୍ଟାଣ୍ଟ ପିଲାମାନେ, ବାରମ୍ବାର କୁହାଯାଉଛି ଏଠି ଗଠନ ପଚାରିଛି ଆଉ ଉପଦେୟତା ପଚାରିଛି। ତ ସମ୍ପୂର୍ଣ୍ଣ ରୂପେ ଗଠନ ଲେଖାଗଲା, କ'ଣ କ'ଣ ତାର ଉପକାର ଅଛି ସେଇଟା ମଧ୍ୟ ଆମେ ଲେଖିଲେ, ଯେଉଁଟାକି ସମ୍ପୂର୍ଣ୍ଣ ରୂପେ 4 ମାର୍କ ପିଲାମାନେ। ତ ଏଇଟା 2 ମାର୍କ ଅଛି, ଏଇଟା 2 ମାର୍କ ଅଛି। ନିଶ୍ଚିତ ସମସ୍ତେ ଭଲ ଭାବରେ ପ୍ରଶ୍ନଟି ବୁଝି ତାର ଉତ୍ତର ଆମେ ଲେଖିବା ପାଇଁ ଚେଷ୍ଟା କରିବା। କୌଣସି ମଧ୍ୟ ପିଲା କୌଣସି ମଧ୍ୟ ଭୁଲରେ ଲେଖିବା ନାହିଁ। ଆଶା କରୁଛି ଉତ୍ତର ଗୁଡ଼ିକ ଯୋଗାଇ ଦିଆଯାଇଛି, ସମ୍ପୂର୍ଣ୍ଣ ରୂପେ ସମସ୍ତେ ଟିକେ ନୋଟ୍ କରିନେବେ। ଯେଉଁମାନେ ଜାଣିନାହାନ୍ତି ସେମାନେ ଟିକେ ସେୟାର କରିନିଅନ୍ତୁ ସାଙ୍ଗମାନଙ୍କ ସହିତ। ତ ନିଶ୍ଚିତ ସେମାନେ ମଧ୍ୟ କ'ଣ ହୋଇଯିବେ ନା ଆଇଏ 3 ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଯିବେ। ଏବଂ କମେଣ୍ଟ ସେକ୍ସନରେ ମେନସନ୍ କରିନିଅନ୍ତୁ ଯେ ଏକ୍ଜାମ୍ ଡେଟ୍ ଗୁଡ଼ିକ, ଯାହାଫଳରେ କି ଆମେ ସମସ୍ତ ବିଷୟର ଭିଡ଼ିଓ ଗୁଡ଼ିକ ଯଥାଶୀଘ୍ର ଅପଲୋଡ଼ କରିନେବୁ। ତ ସମସ୍ତଙ୍କୁ ଧନ୍ୟବାଦ ପିଲାମାନେ।